ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ। ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆଷ୍ଟ୍ରୋ ଲେସନ କରିବା। ଆମେ ବାସ୍ତୁରେ କିଛି ବାଟ ଆଗେଇ ଯାଇଛେ, ଆଜି ଟିକେ ଆଷ୍ଟ୍ରୋ ପଢିବା, ତାପରେ ଯଦି ସମୟ ହୁଏ ତାହେଲେ ବାସ୍ତୁର ସେସନ ନେବା। ତ ଆଜି ଆମେ ଜାଣିବା ସମ ବିଷମ ପୁରୁଷ ଓ କ୍ରୂର ରାଶି। ସମ ବିଷମ ପୁରୁଷ ଓ କ୍ରୂର ରାଶି, ଏଇଟା ରହିବ ଆମର ଆଜିର ଟପିକ। ସମ ବିଷମ ପୁରୁଷ ଓ କ୍ରୂର ରାଶି, ଏଇ ବିଷୟରେ ଆମେ ଏଇଟା କ୍ଲିୟର ହବା। ଏଗୁଟା ବହୁତ ହି ବେସିକ ଏବଂ ବହୁତ ଜାଗାରେ ଭଲସେ କାମ ଦବ। ଛୋଟ ଛୋଟ ଜିନିଷ ହେଲେ ମଧ୍ୟ ଆପଣ ମାନେ ଆଷ୍ଟ୍ରୋଲୋଜିର ବଡ ବଡ ଆସ୍ପେକ୍ଟ କୁ ବୁଝିବା ପାଇଁ ତାର କି ନୋଟ୍ସ ଗୁଡାକୁ ଯଦି ଆପଣ ମାନେ ଭଲସେ ବୁଝିକି ଚାଲନ୍ତି, ଆପଣଙ୍କ ପାଇଁ ସେଇଟା ହିତକର ହେବ ଏବଂ ଆପଣଙ୍କୁ ହେଲ୍ପ ବି କରିବ ଛୋଟ ଛୋଟ ଜିନିଷ ଗୁଡାକୁ ଜାଣିବା ପାଇଁ। ଆଜି ଆମର ଟପିକ ରହିଲା ସମ ବିଷମ କମା ପୁରୁଷ କମା ସ୍ତ୍ରୀ କ୍ରୂର ଓ ସୌମ୍ୟ ଠିକ ଅଛି। यस। ଏଇ ବିଷୟରେ ଆମେ ପଢିବା ଏବଂ ଯୁଗ୍ମ ଅଯୁଗ୍ମ ବି, ଯୁଗ୍ମ ଅଯୁଗ୍ମ, ଏଇ ଜିନିଷଟା କ୍ଲିୟରଲି ଆପଣ ମାନେ ଦୟାକରି ଟିକେ ମାଇଣ୍ଡଫୁଲି ଶୁଣି ଦିଅନ୍ତୁ। ଏଇଟା ଆପଣଙ୍କ ରିକ୍ୱେଷ୍ଟ, ମାନେ ଏଥିରେ ଟିକେ ବି ମାନେ ହେଳା କରନ୍ତୁ ନାହିଁ। ପ୍ରେଡିକ୍ସନ ୟାରି ଉପରେ ହିଁ ଚାଲିବ ପ୍ରାୟତଃ। ଆମେ କାଳପୁରୁଷ କୁଣ୍ଡଳୀ ଟା ବର୍ତ୍ତମାନ ବନେଇଲେ 1 2 3 4 5 6 7 8 9 10 11 12, ଠିକ ଅଛି। हम्म। ଏକ ରାଶିର ନାଁ କଣ ଭାଇ? मिस। 2 ର? 3 4 5 कन्या। 6 7 8 9 10 11 कुंभ मीन और बार मीन। 12 ମୀନ। ଏ ରାଶି ଗୁଡାକର ନାଁ ମୁଁ ଏଇଥିପାଇଁ ଲେଖିଲି, ଏଇଥିପାଇଁ କି ଆମେ ବର୍ତ୍ତମାନ ସେ ସିରିଏଲ ଦିଟାକୁ ଦି ଭାଗରେ ବିଭକ୍ତ କରିଦବା। ଗୋଟେ ବିଭାଗ କରିବା ଇଭିନ ନମ୍ବରରେ, ଆଉ ଗୋଟେ ବିଭାଗ କରିବା ଅଡ ନମ୍ବର। ତ ଅଡ ରେ କଣ ଆସିଲା? ଅଡ ର ଆଉ ଗୋଟେ ରଖିଦବା ଇଭିନ। 1 3 5 7 9 11, 2 4 6 8 10 12, ଏ ଦିଟା ଆମର ସେଟ୍ ଆମେ ପାଇଗଲେ। ଏଥିରେ କିଛି डाउट ଅଛି କି? ना। ତେଣୁ और इवेन ଏକ ମାନେ ମେଷ, ଏକ ମାନେ ମେଷ ରାଶି। ଆଜ୍ଞା କଣ କହୁଛନ୍ତି? कहले और आउ इवेन। ହଁ, ମାନେ କଣ? ମେଷ ରାଶି। 3 ମାନେ ମିଥୁନ ରାଶି। 5 ମାନେ ସିଂହ ରାଶି। 7 ମାନେ ତୁଳା ରାଶି। 9 ମାନେ ଧନୁ ରାଶି। 11 ମାନେ କୁମ୍ଭ ରାଶି। ଯେତିକ ଆପଣ ଅଡ ନମ୍ବର ଦେଖିଲେ, ମେଷ ମିଥୁନ ସିଂହ ତୁଳା ଧନୁ ଓ କୁମ୍ଭ, ଏଇ ରାଶି ମାନଙ୍କୁ କଣ କଣ କୁହାଗଲା? ନା ଏମାନେ କ୍ରୂର, ବିଷମ, ଓଜ ଏବଂ ପୁରୁଷ।
ମୁଁ ଚାରିଟା ଜିନିଷ ଆପଣଙ୍କୁ କହୁଛି। ଏମାନେ ହଉଛନ୍ତି, ପୁଣି ଥରେ ରିପିଟ କରୁଛି, ଏଇ 1, 3, 5, 7, 9, 11 ନମ୍ବର ରାଶି। ରାଶି ଆମେ କେମିତି ଜାଣୁ? ଯୋଉଠି ଚନ୍ଦ୍ର ରହନ୍ତି ସେଇ ଜାଗାକୁ ଆମେ ରାଶି ବୋଲି କହୁ। ତେଣୁ ଯଦି ଆପଣ ମାନଙ୍କର ଚନ୍ଦ୍ର ମେଷ, ମିଥୁନ, ସିଂହ, ତୁଳା, ଧନୁ, କୁମ୍ଭରେ ରାଶିରେ ଅଛି, ତାହେଲେ ଆପଣ ମାନେ ହଉଛନ୍ତି କ୍ରୂର, ବିଷମ, ଓଜ ଏବଂ ପୁରୁଷ ରାଶି ଯୁକ୍ତ। ଏଇଥର ଡାଉଟ ଅଛି କି କିଛି, ହୁଁ। ରାଜ ବାବୁ? ଠିକ ଅଛି, ଠିକ ଅଛି। ଯଦି ଆପଣ ମାନଙ୍କର ରାଶି 2, 4, 6, 8, 10, 12, 2 ମାନେ କିଏ? ନା ଏଇଠି ବୃଷ ଆଇଲା, 4 ହେଲେ କର୍କଟ ଆଇଲା, 6 ହେଲେ କନ୍ୟା ଆଇଲା, 8 ହେଲେ ପିଛା ଆସିଲା, 10 ହେଲେ ମକର ଆସିଲା, 12 ହେଲେ ମୀନ ଆସିଲା। ତାହେଲେ ଏମାନେ କି ରାଶି? ନା ବୃଷ, କର୍କଟ, କନ୍ୟା, ବିଛା, ମକର ଆଉ ମୀନ, ଏମାନେ ହଉଛନ୍ତି ସୌମ୍ୟ, ସମ, ଯୁଗ୍ମ ଓ ସ୍ତ୍ରୀ ରାଶି। କ୍ଲିୟର? ଠିକ ଅଛି। ହୁଁ। ଠିକ। କ୍ଲିୟର ନା? ହୁଁ, ହୁଁ। ଏଥିରେ ଆଉ କିଛି ଡାଉଟ ଅଛି କି? ଠିକ ଅଛି, ଠିକ ଅଛି। ଏଇ ଜିନିଷଟା ଆପଣ ମାନେ ମନେ ରଖିବେ, ଯେତିକ ଅଡ ରାଶି ରହିଲେ, ମାନେ ଚନ୍ଦ୍ର ଯଦି 1 ନମ୍ବର ରାଶି କିମ୍ବା 3 ନମ୍ବର ରାଶି କିମ୍ବା 5 ନମ୍ବର ରାଶି କିମ୍ବା 7 ନମ୍ବର ରାଶି କିମ୍ବା 9 ନମ୍ବର ରାଶି କିମ୍ବା 11 ନମ୍ବର ରାଶିରେ ରହିଲା, ତାହେଲେ ତାକୁ ଆମେ କଣ କହିବା? ନା ଇଏ ହଉଛି କ୍ରୂର ରାଶି, ହୁଁ, ବିଷମ ରାଶି, ଓଜ ହୁଁ, ଓ ପୁରୁଷ ରାଶି। ହୁଁ, ଚନ୍ଦ୍ର ଯଦି ତମର ବୃଷ, କର୍କଟ, କନ୍ୟା, ବିଛା, ମକର ଆଉ ମୀନରେ ରହିଲା, ମାନେ ହୁଁ, 2, 4, 6, 8, 10, 12 ରହିଲା, ତାହେଲେ ଏମାନେ ହଉଛନ୍ତି ସୌମ୍ୟ ରାଶି, ସମ ରାଶି, ଯୁଗ୍ମ ରାଶି ଓ ସ୍ତ୍ରୀ ରାଶି ଅଟନ୍ତି। ହୁଁ, କ୍ଲିୟର? ହୁଁ, ହୁଁ, ଆପଣ ମାନେ ଆଜି ଏତିକି ହିଁ ମନେ ରଖନ୍ତୁ ଆଷ୍ଟ୍ରୋଲୋଜିର। ଠିକ ଅଛି? ଏଗୁଡା ବହୁତ ଛୋଟ ଜିନିଷ, କିନ୍ତୁ ଏଇଥିରେ ହିଁ ବହୁତ ପ୍ରକାର ପ୍ରେଡିକ୍ସନ ଆସିଯିବ। ଏଟା କେମିତି ଆସିବ ମୁଁ ସେଟା ଆଗକୁ ଯାଇ କହିବି, କିନ୍ତୁ ଆପଣ ମାନେ ଯୋଉ ଛୋଟ ଛୋଟ ଷ୍ଟେପ ରେ ମୁଁ ଯେତିକି ଯେତିକି କହୁଛି, ଦୟାକରି ଆପଣ ସେତିକି ମନେ ରଖନ୍ତୁ। ଠିକ ଅଛି ନା? ହୁଁ। ଠିକ ଅଛି। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।